ନାଇଁ ମାନେ ଆମ ଯାହା ଉପରେ ସବୁ ଈର୍ଷାର ଭାବ ରଖି ଏକା ଏସବୁ ପିଲାମାନେ ଖାଲିରେ ଫସିଗଲେ। ପିଲାମାନଙ୍କର ବ୍ରେନ୍ ୱାଶ କରୁଛନ୍ତି। ପିଲାମାନେ ଆମ ପାଖରେ ଯେତିକି ପଢିଛନ୍ତି ସେମାନଙ୍କ ସହିତ ମୁଁ ଯେତିକି କଥାବାର୍ତ୍ତା ହେଇଛି କାହା ଭିତରେ କଣ ଅଛି ସେମିତି କିଛି ତ ଜଣା ପଡୁନି। ମାତ୍ର ପିଲାମାନେ ଭଲ ଓସାରେ ଯାହା ଆସିକି କଥା ହବାର ନାଇଁ ଆମେ ମାମାକୁ ବୁଝେଇକି ଏଠିକି ନା ଆଣୁ ଆମେ ସେଠି ରହିବା। ଆମେ ରହିଲେ ମଧ୍ୟ ପାଖରେ ତମେ ଆଜି ନଜରରେ ରହୁ, ଆଜି ଅପାକୁ ଦେଖିବ କୋଉଠି କି ଆସିବ କରିବ। ଆମେ ତ ବ୍ରହ୍ମପୁର ସବୁଦିନ ଯାଇପାରୁନି ନା, ଏଇଠି ରହିଲେ ଆମେ ସୁବିଧା ହବ କିଏ ଆସିଲା କଲା। ସେ ସବୁ ଏସବୁ କଥା ହେଇକିରି ଆମେ ଘର ଟେକିବା ପାଇଁ ଆଲୋଚନା କରୁଥିଲୁ। ହଁ ଘର ନିର୍ମଳ ହେଇଗଲେ ତାଙ୍କେ ଆସିକି ରହିବେ, ଆମର ବର୍ଷିକା ସରିଲେ ଆଉ ଆସିବେ ସେମାନେ। ଆଉ ତଦନ୍ତ ଲାଇନରେ କିଛି ନାହିଁ, ସବୁ ସରିଲା ଯାହା ଉପରେ ସିଏ ଏକା ସବୁ ତା ଭାଇ ଧରି କରିଛି। ଆଙ୍କୁକୁ ଛିରିକିରି କରିଦିଏ। ମା ବାପା ସହିତ କହିଥିଲା ମା ବାପାଠୁ ପୁଅକୁ ହରେଇବ। ମୋ ସହିତ ସେମିତି ଶତ୍ରୁତା ନଥିଲେ ମୁଁ ଥାଉ କି ନଥାଉ ସେ କଥା ସିଏ ଈର୍ଷା ଭାବ ଥିଲା। କାହିଁ ବୋଲେ ମୁଁ ଆଙ୍କେ ଭାଇନାଠୁ ଟିକେ ତଳକୁ ଥିଲେ ପଇସା ପତ୍ରରେ। ଯେତେବେଳେ ମୁଁ ଆସିଲି ଆଙ୍କେ ପୁରା 5 ବର୍ଷ ଭିତରେ ଏତେ ସ୍ପିଡ ଗ୍ରୋଥ କଲେ ଯେ ତାଙ୍କର ଆମର ଟିକେ ଅଧିକା ହେଲା। ତାଙ୍କେ ସବୁଦିନ ଆମର ସମ୍ପତ୍ତି ମାପିବାର ତମର ଏତିକି ଥିବ ତ ସେ ପୁତୁରା କହିବାର ଆଙ୍କେ ହସି ଉଡ଼େ ତାର।